ଅନୁଗୁଳ ପ୍ରେସ୍ ଚାମ୍ବର ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ। ସାମ୍ବାଦିକଙ୍କ ମାର୍ଗଦର୍ଶନ କଲେ ନିମନ୍ତ୍ରିତ ଅତିଥି। ପ୍ରତିବର୍ଷ ନଭେମ୍ବର ମାସ 16 ତାରିଖକୁ ଜାତୀୟ ପ୍ରେସ୍ ଦିବସ ଭାବେ ପାଳନ କରାଯାଏ। ଏହି ଅବସରରେ ସମାନ ଚିନ୍ତାଧାରା ରଖୁଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ନେଇ ଗଠିତ ଅନୁଗୁଳ ପ୍ରେସ୍ ଚାମ୍ବର ଦ୍ୱାରା ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଛି। ଅନୁଗୁଳର ଏକ ହୋଟେଲରେ ଏହା ପାଳନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଧାଂଶୁ ଶେଖର ରାଉତ ଓ ସମ୍ମାନିତ ଅତିଥି ଭାବେ ଫୋକସ ପ୍ଲସର ସହ ସମ୍ପାଦକ ତୃଣବିନ୍ଦୁ ମହାନ୍ତି ଯୋଗ ଦେଇଥିଲେ। ଅନୁଗୁଳ ପ୍ରେସ୍ ଚାମ୍ବରର ପ୍ରାୟ ସମସ୍ତ ସଦସ୍ୟ ଏହି ଅବସରରେ ଉପସ୍ଥିତ ରହିଥିଲେ। ଚାମ୍ବରର ସଭାପତି ଜଗଦୀଶ ପ୍ରସାଦ ଅଗ୍ରୱାଲା ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଥିଲେ। ପରେ ଚାମ୍ବରର ସାଧାରଣ ସମ୍ପାଦକ ବିଜୟ କୁମାର ଦେ ଅତିଥିମାନଙ୍କ ପରିଚୟ ଦେବା ସହ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ। ଉପସ୍ଥିତ ସାମ୍ବାଦିକମାନେ ନିଜ ନିଜ ମନ୍ତବ୍ୟ ରଖିଥିଲେ। ଶେଷରେ ମୁଖ୍ୟ ଅତିଥି ସୁଧାଂଶୁ ଶେଖର ରାଉତ କିଛି ସାମ୍ବାଦିକଙ୍କୁ ତାଙ୍କ କାର୍ଯ୍ୟ ପାଇଁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।